ପିଲାମାନେ ଆଜି ଆମେ ରାଜନୀତି ବିଜ୍ଞାନର ତୃତୀୟ ଅଧ୍ୟାୟ ପଢ଼ିବାକୁ ଯାଉଛୁ। ତୃତୀୟ ଅଧ୍ୟାୟରେ ରହିଛି ଭାରତୀୟ ଜାତୀୟତାବାଦ, ଜାତୀୟ ସଂହତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ। ହେଲେ ଏହି ଅଧ୍ୟାୟର ପ୍ରଥମ ପାଠରେ ଅଛି ଭାରତୀୟ ଜାତୀୟତାବାଦ। ଆଜି ଆମେ ପ୍ରଥମ ପାଠର ପାର୍ଟ 1 ପଢ଼ିବାକୁ ଯାଉଛୁ। ଜାତୀୟତାବାଦ। ଜାତୀୟତାବାଦ ଏକ ମନସ୍ତାତ୍ତ୍ୱିକ ଭାବୋତ୍ସାହ। ଅର୍ଥ ଜାତୀୟତାବାଦ ହେଉଛି ଗୋଟିଏ ମନର ଭାବନା। ଗୋଟିଏ ରାଷ୍ଟ୍ରରେ ବସବାସ କରୁଥିବା ବ୍ୟକ୍ତି ସମୂହ ଯେତେବେଳେ ସେମାନଙ୍କ ମଧ୍ୟରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦ୍ବୁଦ୍ଧ ହୁଅନ୍ତି, ସେତେବେଳେ ଜାତୀୟତାବାଦ ଜନ୍ମ ନିଏ। ଯେତେବେଳେ କି ଗୋଟିଏ ରାଷ୍ଟ୍ରରେ ଯେଉଁ ଲୋକମାନେ ବାସ କରୁଛନ୍ତି, ସାମୂହିକ ଭାବରେ ସେମାନଙ୍କ ମଧ୍ୟରେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ଆଞ୍ଚଳିକ ଭେଦଭାବକୁ ଭୁଲିଯାଆନ୍ତି ଏବଂ ଦେଶ ପ୍ରେମ ପ୍ରତି ଉଦ୍ବୁଦ୍ଧ ହୋଇଯାଆନ୍ତି। ଦେଶ ପ୍ରତି ଶ୍ରଦ୍ଧା ସମ୍ମାନ ବଢ଼ିଯାଏ ଆଉ ଦେଶ ପ୍ରତି ତାଙ୍କର ଚିନ୍ତା ବଢ଼ିଯାଏ, ସେତେବେଳେ ଜାତୀୟତାବାଦର ଜନ୍ମ ହୋଇଥାଏ। ସ୍ୱାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ ଜାତୀୟତାବାଦ ଜଡ଼ିତ ଅଛି। ଜାତୀୟତାବାଦ କହିଲେ କ'ଣ? ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶ ପ୍ରତି ପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ଏବଂ ଦେଶ ପାଇଁ ଆତ୍ମୋତ୍ସର୍ଗ। ଏହାକୁ ହିଁ ଜାତୀୟତାବାଦ ବୋଲି କୁହାଯାଏ। ଆଉ ଏହି ଜାତୀୟତାବାଦର ସୃଷ୍ଟି କେମିତି ହୁଏ? ଜାତୀୟତାବାଦର ସୃଷ୍ଟି ହୁଏ ଲୋକମାନଙ୍କର ଏକାତ୍ମବୋଧ, ଏକତା ତଥା ଦେଶାତ୍ମବୋଧରୁ। ଯେତେବେଳେ ଲୋକମାନେ ସମସ୍ତେ ନିଜକୁ ଏକ ବୋଲି ମନେ କରନ୍ତି, ସମସ୍ତେ ସମାନ ଏକ ବୋଲି ମନେ କରନ୍ତି, ସମସ୍ତଙ୍କ ମଧ୍ୟରେ ଏକତା ଭାବ ଆସେ ଆଉ ଦେଶାତ୍ମବୋଧ ମନୋଭାବ ଜାଗ୍ରତ ହୁଏ, ସେଇଠାରୁ ହିଁ ଜାତୀୟତାବାଦର ସୃଷ୍ଟି ହୁଏ। ଜାତୀୟତାବାଦ ବା ରାଷ୍ଟ୍ରୀୟତାବାଦ ଏକ ଉନ୍ନତ ମାନସିକତା ଏବଂ ଉତ୍ତୁଙ୍ଗ ଭାବର ଆବେଗ। ତେବେ ଜାତୀୟତାବାଦ ଭାବନାଟି ଗୋଟିଏ ଉନ୍ନତ ଉଚ୍ଚ ମାନସିକ ଚିନ୍ତା ଅଟେ, ଉତ୍ତୁଙ୍ଗ ଭାବର ଆବେଗ ଅଟେ। ଜାତୀୟତାବାଦ ଏପରି ଏକ ମନସ୍ତାତ୍ତ୍ୱିକ ଭାବଧାରା, ମନର ଏପରି ଗୋଟିଏ ଉଚ୍ଚ ଭାବଧାରା ଅଟେ ଯାହାକି ଉଚ୍ଚ ନିଚ, ଧନୀ ଗରିବ ଇତ୍ୟାଦି ମନର ଯେଉଁ ସଂକୀର୍ଣ୍ଣତା ଭାବନା ଥାଏ, ଏହାଠାରୁ ଖୁବ୍ ଉର୍ଦ୍ଧ୍ୱରେ ରହିଛି। ଅର୍ଥାତ୍ ଉଚ୍ଚ ନିଚ, ଧନୀ ଗରିବ ଏହି ପ୍ରକାର ମାନସିକ ସଂକୀର୍ଣ୍ଣତା ବା ମାନସିକ ଭେଦଭାବ ଏଥିରେ ନଥାଏ। ଦେଶାତ୍ମବୋଧ ବିଭିନ୍ନତା ମଧ୍ୟରେ କ'ଣ ପ୍ରତିଷ୍ଠା କରେ? ଏକତ୍ୱ ପ୍ରତିଷ୍ଠା କରେ। ବିଭିନ୍ନତା ମଧ୍ୟରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣର ଲୋକ, ସବୁ ପ୍ରକାର ଲୋକ ଆମ ଦେଶରେ ବାସ କରୁଅଛୁ। ତେବେ ଏହି ସବୁ ପ୍ରକାର ଲୋକଙ୍କ ମଧ୍ୟରେ ବିଭିନ୍ନତା ନ ରଖି ଏହା ଏକତ୍ୱ ପ୍ରତିଷ୍ଠା କରିଥାଏ। ଜାତୀୟତାବାଦର ଉତ୍ସ ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ହୋଇଥାଏ। ସମାନ ପ୍ରକାରର ପରମ୍ପରା, ସମାନ ପ୍ରକାରର ସଂସ୍କୃତି ଓ ଐତିହ୍ୟ। ପରମ୍ପରା ସମାନ ଥିବ, ସଂସ୍କୃତି ଏବଂ ଐତିହ୍ୟ ସମାନ ଥାଏ, ତାହେଲେ ଜାତୀୟତାବାଦର ଏହା ହେଉଛି ପ୍ରଧାନ ଉତ୍ସ। କାହିଁକି ନା ଏହା ଦ୍ୱାରା ହିଁ ଜାତୀୟତାବାଦଟି ଅଧିକ ଉନ୍ନତ ହୋଇଥାଏ ବା ବିକଶିତ ହୋଇଥାଏ। କାହା ଦ୍ୱାରା? ସମାନ ପ୍ରକାରର ପରମ୍ପରା ଦ୍ୱାରା, ସଂସ୍କୃତି ଏବଂ ଐତିହ୍ୟ ଦ୍ୱାରା। ତେଣୁ ଏହି ତିନିଟି ହେଉଛି ଜାତୀୟତାବାଦର ପ୍ରଧାନ ଉତ୍ସ। ଏହା ଲୋକମାନଙ୍କ ମଧ୍ୟରେ ସମତ୍ୱର ମୂଳଦୁଆ ପକାଇଥାଏ। ତେବେ ଜାତୀୟତାବାଦଟି ସବୁ ପ୍ରକାର ଲୋକମାନଙ୍କ ମଧ୍ୟରେ ସମତ୍ୱ କହିଲେ ସମାନତାର
ମୂଳଦୁଆ ପକାଇଥାଏ। ସମସ୍ତେ ସମାନ ବୋଲି ଭାବନା ସୃଷ୍ଟି କରିଥାଏ। ଦେଶ ପ୍ରତି ନିଃସର୍ତ୍ତ ଅନୁଗତ୍ୟ, ଦେଶ ପ୍ରାଣତା, ଦେଶ ପାଇଁ ଆତ୍ମୋତ୍ସର୍ଗ ଜାତୀୟତାବାଦର ଲକ୍ଷଣ ଅଟେ। ଜାତୀୟତାବାଦ ଯେଉଁଠି ରହିବ ସେଠି ଦେଶ ପାଇଁ ନିଃସର୍ତ୍ତ ଭାବରେ ଅନୁଗତ୍ୟ, ନିଃସର୍ତ୍ତ ମାନେ ବିନା ସର୍ତ୍ତରେ ଅନୁଗତ୍ୟ, ଦେଶ ପାଇଁ ପ୍ରାଣ ଦେଇଦେବା, ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେବା, ଏଇଟା ହେଉଛି ଜାତୀୟତାବାଦର ଲକ୍ଷଣ। ଜାତୀୟତାବାଦ ବିଭିନ୍ନ ପ୍ରାନ୍ତ, ବିଭିନ୍ନ ଭାଷାଭାଷୀ ଓ ଭିନ୍ନ ଭିନ୍ନ ଧର୍ମର ଲୋକମାନଙ୍କ ମଧ୍ୟରେ ଏକତା ଏବଂ ଆତ୍ମୀୟତା ସୃଷ୍ଟି କରିଥାଏ। ଯେମିତି ଗୋଟେ ବନ୍ଧ ବାନ୍ଧିଦେଲେ ଗୋଟିଏ ଦିଗରୁ ଆଉ ଗୋଟିଏ ଦିଗକୁ ସୁବିଧାରେ ଯାଇ ହୁଏ, ସେଇଭଳିଆ ଜାତୀୟତାବାଦ ଦ୍ୱାରା ବିଭିନ୍ନ ପ୍ରାନ୍ତର ବିଭିନ୍ନ ଭାଷାଭାଷୀ ଆଉ ଭିନ୍ନ ଭିନ୍ନ ଧର୍ମର ଲୋକମାନଙ୍କ ମଧ୍ୟରେ ଏକତାଟି ସୃଷ୍ଟି ହୋଇଥାଏ। ସେହିପରି ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷା ନିର୍ଭର କରେ କାହା ଉପରେ? ନା ଜାତୀୟତାବାଦ ଉପରେ। ଯେଉଁ ଦେଶର ଲୋକମାନଙ୍କର ଜାତିପ୍ରୀତି ଯେତିକି ସୁଦୃଢ଼ ହେବ, ସେହି ଦେଶର ସେତିକି ବେଶୀ କ'ଣ ହୋଇଥାଏ? କ୍ଷିପ୍ର ଗତିରେ ବିକାଶ ହୋଇଥାଏ। ତେଣୁ ଦେଶର ବିକାଶ ପାଇଁ ଜାତୀୟତାବାଦ ବା ଦେଶ ପ୍ରୀତି ନିତାନ୍ତ ଆବଶ୍ୟକ। ଦେଶ ପ୍ରୀତି ଯେତେ ସୁଦୃଢ଼ ହେବ, ସେହି ଦେଶର ବିକାଶ ମଧ୍ୟ ସେତେ ଉନ୍ନତ ହୋଇପାରିବ। ଗୋଟିଏ ଉଦାହରଣ ଦେଲେ ଏଠି ଠିକ୍ ହେବ। ଗୋଟିଏ ଉଦାହରଣ ଏଠି ଦିଆଯାଇଛି ଅନ୍ୟ ଦେଶ ବିଷୟରେ, ଉନ୍ନତ ଦେଶ ବିଷୟରେ, ବିକଶିତ ଦେଶ ବିଷୟରେ। ଜାପାନ ଏବଂ ଜର୍ମାନୀ ଏଇମାନେ ଉନ୍ନତ ଦେଶ ବା ବିକଶିତ ଦେଶ ଅଟନ୍ତି। ସେଠିକାର ନାଗରିକମାନଙ୍କ ମଧ୍ୟରେ ଜାତୀୟତା ଭାବଟି ସୁଦୃଢ଼ ରହିଛି, ଯାହାଦ୍ୱାରା କି ସେହି ଦେଶଟି ଉନ୍ନତ ଏବଂ ବିକଶିତ ହୋଇପାରିଛି। ଜାପାନର ଅର୍ଥନୈତିକ ପ୍ରଗତିର ଏକମାତ୍ର କାରଣ ହେଉଛି କ'ଣ? ସେଠି ଜାପାନ କାହିଁକି ଅର୍ଥନୈତିକ କ୍ଷେତ୍ରରେ ଏତେ ଅଗ୍ରଗତି କରିଛି? ତାର କାରଣ ରହିଛି। ତାର କାରଣ କୁହାଯାଇପାରେ ଯେ ପ୍ରତ୍ୟେକ ଜାପାନୀ ପ୍ରତିଜ୍ଞାବଦ୍ଧ, ପ୍ରତ୍ୟେକ ଜାପାନୀ ଗୋଟିଏ ଚିନ୍ତା କରନ୍ତି, ଗୋଟିଏ ପ୍ରତିଜ୍ଞା କରନ୍ତି ଯେ ଜାପାନର ଲୋକମାନଙ୍କ ପାଇଁ ଯାହା ଯାହା ଆବଶ୍ୟକ ସବୁ ନିଜ ଦେଶରେ ହିଁ ସେମାନେ ଉତ୍ପାଦନ କରିପାରିବେ, ଯଦ୍ୱାରା ସେମାନଙ୍କୁ ଅନ୍ୟ କୌଣସି ବିଦେଶୀ ଉତ୍ପାଦିତ ଜିନିଷ ଆଣିବାକୁ ପଡ଼ିବ ନାହିଁ। ସେମାନେ ବିଦେଶୀ ଜିନିଷ ତାଙ୍କ ଦେଶରେ ପ୍ରବେଶ କରୁ ତାହା ଚାହାନ୍ତି ନାହିଁ। ତେଣୁ ତାଙ୍କ ପାଇଁ, ତାଙ୍କ ଦେଶର ଲୋକମାନଙ୍କ ପାଇଁ ଯାହା ଯାହା ଜିନିଷ ଆବଶ୍ୟକ ନିଜ ଦେଶରେ ନିଜେ ହିଁ ଉତ୍ପାଦନ କରିଥାନ୍ତି। ତେଣୁ କୌଣସି ଅନ୍ୟ ଦେଶ ଉପରେ ନିର୍ଭର କରନ୍ତି ନାହିଁ। ଆଉ ଏହି ପ୍ରକାରର ଦୃଢ଼ ଜାତୀୟତା ମନୋଭାବ ଯଦି ଯେକୌଣସି ଦେଶରେ ହୋଇଥାଏ, ଜାପାନ କେବଳ ନୁହେଁ, ଅନ୍ୟାନ୍ୟ ଯେକୌଣସି ଦେଶରେ ଏହି ପ୍ରକାର ଦୃଢ଼ ଜାତୀୟତା ମନୋଭାବ ସୃଷ୍ଟି ହୁଏ, ତାହେଲେ କୌଣସି ଜାତି ବା ଦେଶକୁ ପ୍ରଗତି ଏବଂ ବିକାଶର ଶୀର୍ଷ ସ୍ଥାନରେ ତାହା ପହଞ୍ଚାଇ ଦେଇପାରିବ। ଜାତୀୟତାବାଦର ସଂଜ୍ଞା ବା ଜାତୀୟତାବାଦ କ'ଣ? ଜାତୀୟତାବାଦର ସଂଜ୍ଞା ବା ଅର୍ଥ ନିରୂପଣ କରି ଆଲଫ୍ରେଡ ଗ୍ରାଜିଆ ସେ ମତ ଦେଇଥିଲେ। ସେ ଇଂରାଜୀରେ ମତ ଦେଇଥିଲେ, ତାହାକୁ ଏଠି ଓଡ଼ିଆରେ ଅନୁବାଦ କରାଯାଇଛି। ତେବେ ସିଏ କହିଥିଲେ ଜାତୀୟତାବାଦ ସମ୍ପର୍କରେ ସେ ମତ ଦେଇଥିଲେ କ'ଣ? ଜାତୀୟତାବାଦ ଏକତ୍ୱର, ରାଜନୈତିକ ଏକତାର ଏବଂ ଦେଶର ସ୍ୱାଧୀନତାର ଏକ ଅନୁଭବ ଅଟେ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ରରେ ପରିଣତ କରିଥାଏ। ଜାତୀୟତାବାଦଟି ଏକତ୍ୱର ଗୋଟିଏ ଭାବନା ଅଟେ। ଆମେ ସମସ୍ତେ ଏକଟୁ ବୋଲି ଏହି ଭାବନା ଜାଗ୍ରତ ହୁଏ ଜାତୀୟତାବାଦ ଯୋଗୁଁ। ଆଉ ରାଜନୈତିକ କ୍ଷେତ୍ରରେ ବା ଶାସନ କ୍ଷେତ୍ରରେ ମଧ୍ୟ ଏକତା ସୃଷ୍ଟି ହୁଏ। ଦେଶର ସ୍ୱାଧୀନତାକୁ ସୁରକ୍ଷା କରିବାର ଅନୁଭବ ଜାଗ୍ରତ ହୁଏ। ଆଉ ଯାହାଦ୍ୱାରା ସବୁ ଲୋକମାନଙ୍କୁ
ଏକ ଜାତି ଏବଂ ଏକ ରାଷ୍ଟ୍ରରେ ଏହା ପରିଣତ କରିଥାଏ। ଜାତୀୟତାବାଦର ଅନେକ ଉପାଦାନ ରହିଛି। ଅନେକ ଉପାଦାନ, ଯେଉଁ ଉପାଦାନ ମାଧ୍ୟମରେ ଜାତୀୟତାବାଦର ଅଭ୍ୟୁଦୟ ହୋଇପାରେ ବା ଜାତୀୟତାବାଦର ବିକାଶ ମଧ୍ୟ ହୋଇପାରେ। ତେବେ କେଉଁ କେଉଁ ଉପାଦାନ ରହିଛି ଯେଉଁ ଉପାଦାନ ଦ୍ୱାରା ଜାତୀୟତାବାଦର ଅଭ୍ୟୁଦୟ ହୁଏ ବା ଆରମ୍ଭ ହୁଏ ଏବଂ ଜାତୀୟତାବାଦର ବିକାଶ ମଧ୍ୟ ହୋଇପାରେ? ଏଠି ଅନେକ ଉପାଦାନ ଅଛି। ପ୍ରଥମ ହେଲା ଭୌଗୋଳିକ ଅଖଣ୍ଡତା, ଖ ହେଲା ଜନ୍ମ ବା ଜାତିଗତ ଐକ୍ୟ, ଗ ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, ଘ ସାହିତ୍ୟ ତଥା ଭାଷାଗତ ଐକ୍ୟ, ଐକ୍ୟ କହିଲେ ଏକତା, ଙ ହେଲା ଧର୍ମଗତ ଐକ୍ୟ, ଅର୍ଥନୈତିକ ବିକାଶ, ଆନ୍ତର୍ଜାତିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା, ଯୁଦ୍ଧର ଭୟ, ଦେଶାତ୍ମବୋଧ, ସ୍ୱାୟତ୍ତ ଶାସନ ବା ସ୍ୱରାଜ। ଏଗୁଡ଼ା ହେଉଛି ଗୋଟେ ଗୋଟେ ଉପାଦାନ। ଏହା ମାଧ୍ୟମରେ ଜାତୀୟତାବାଦର କ'ଣ ହୁଏ? ଅଭ୍ୟୁଦୟ ହୋଇଥାଏ। ଜାତୀୟତାବାଦ ଭାରତରେ କିପରି ବିକାଶ ହେଲା ସେ ବିଷୟରେ ଆମେ ପଢ଼ିବା। ପୂର୍ବରୁ କୁହାଯାଇଛି ଏକତ୍ୱ ଭାବ, ଲୋକମାନଙ୍କର ମଧ୍ୟରେ ଯେଉଁ ଏକତ୍ୱ ଭାବ ଜନିତ ଯେଉଁ ମାନସିକ ଚିନ୍ତା ଆସେ, ସେଇ ଅବସ୍ଥାରୁ ହିଁ ଜାତୀୟତାବାଦର ସୃଷ୍ଟି ହୁଏ। ସବୁ ଲୋକମାନେ ନିଜ ମନରେ ଭାବିବେ ଯେ ଆମେ ସମସ୍ତେ ଏକଟୁ, ସେଥିରେ ଜାତୀୟତାବାଦର ସୃଷ୍ଟି ହୋଇଥାଏ। ସ୍ୱାଧୀନତା ଓ ଦେଶପ୍ରେମ ସହିତ ଜାତୀୟତାବାଦ ଆନ୍ତରିକ ଭାବରେ ଜଡ଼ିତ। ତେବେ ଭାରତୀୟ ଜାତୀୟତାବାଦର ସଂଜ୍ଞା। ଦୀର୍ଘ 200 ବର୍ଷରୁ ଉର୍ଦ୍ଧ୍ୱ କାଳ ଭାରତ ଭୂଖଣ୍ଡ କାହା ଦ୍ୱାରା ଶାସିତ ହେଉଥିଲା? ବିଦେଶୀମାନଙ୍କ ଦ୍ୱାରା। ଆଉ ଇଂରେଜମାନେ ବା ବିଦେଶୀମାନେ ଭଲ ଭାବରେ ଭାରତକୁ ଶାସନ କରିନଥିଲେ। ତମେ ଆଗରୁ ମଧ୍ୟ ଆମର ଇତିହାସର ଅନ୍ୟାନ୍ୟ କ୍ଲାସରେ ଯେଉଁଠି ଲେଖା ହେଇଛି ସେଠି ପଢ଼ିଛ ବ୍ରିଟିଶ ସରକାର ଭାରତୀୟମାନଙ୍କ ଉପରେ କେମିତି ଅନ୍ୟାୟ ଅତ୍ୟାଚାର କରୁଥିଲେ। ତେବେ ଦୀର୍ଘ 200 ବର୍ଷ ଏହିପରି ଆମ ଭାରତୀୟମାନେ ବିଦେଶୀ ଶାସନାଧୀନ ଥିଲେ। ଆଉ ସେମାନେ ବହୁତ କଷ୍ଟ ସହିଥିଲେ। ଆଉ ବିଭିନ୍ନ ପ୍ରକାର ଶୋଷଣ ଅତ୍ୟାଚାରର ଶିକାର ହୋଇଥିଲେ। ଯାହାଫଳରେ ଅଷ୍ଟାଦଶ, ଊନବିଂଶ ଓ ବିଂଶ ଶତାବ୍ଦୀରେ ଭାରତୀୟମାନଙ୍କ ମନରେ କ'ଣ ସୃଷ୍ଟି ହେଲା? ନା ବିଦେଶୀ ଶାସନ ବିରୁଦ୍ଧରେ ଘୃଣା ଭାବ ସୃଷ୍ଟି ହେଲା। ତାଙ୍କ ଉପରେ ବିତୃଷ୍ଣା ସୃଷ୍ଟି ହେଲା। ଆଉ ଏଥିପାଇଁ ସମସ୍ତଙ୍କ ମନରେ ଗୋଟେ ଐକାତ୍ମିକ ଚେତନା ଜାଗ୍ରତ ହେଲା। ସେମାନଙ୍କ ମଧ୍ୟରେ ଗୋଟେ ଏକତା ଭାବନା ଜାଗ୍ରତ ହେଲା ଯେ ସେମାନେ ଏକତା ହେଇକିରି କ'ଣ କରିବେ? ନା ବିଦେଶୀମାନଙ୍କୁ ଭାରତରୁ ତୋଡ଼ିଦେବେ ବା ବିଦେଶୀ ଶାସନ କବଳରୁ ନିଜର ମାତୃଭୂମିକୁ ମୁକ୍ତ କରିବେ ବୋଲି ତାଙ୍କ ମନରେ ଚେତନା ଜାଗ୍ରତ ହେଲା। ଆଉ ସାରା ଭାରତୀୟମାନଙ୍କ ମନରେ ସେଇ ଗୋଟିଏ ଭାବନା, ତାହାକୁ ଐକାତ୍ମିକ ବୋଲି କୁହାଯାଉଛି, ସେ ଗୋଟିଏ ଭାବନା ଜାଗ୍ରତ ହେଲା। ଆଉ ଯେଉଁ ସମଷ୍ଟିଗତ ଜନଜାଗୃତି ମାନେ ସାରା ଭାରତୀୟ ସବୁ ଭାରତୀୟମାନଙ୍କ ମନ ଭିତରେ ଯେଉଁ ଜନଚେତନା ଜାଗ୍ରତ ହେଲା ବିଦେଶୀ ଶାସନ କବଳରୁ ନିଜ ମାତୃଭୂମିକୁ ରକ୍ଷା କରିବା, ତାହାକୁ ମୋଟାମୋଟି ଭାବରେ କ'ଣ କୁହାଯାଏ? ଭାରତୀୟ ଜାତୀୟତାବାଦ ବୋଲି କୁହାଯାଏ। ଏବେ ଆସିବା ଆମେ ଭାରତରେ ଜାତୀୟତାବାଦର ବିକାଶ ପ୍ରସଙ୍ଗକୁ, ଯେ କେଉଁ କେଉଁ କାରଣରୁ ଭାରତରେ ଜାତୀୟତାବାଦର ବିକାଶ ଘଟିଲା। ବ୍ରିଟିଶ ରାଜତ୍ୱ ସମୟରେ ପ୍ରାୟ 200 ବର୍ଷରୁ ବେଶୀ ବ୍ରିଟିଶ ସରକାର ଭାରତକୁ ଶାସନ କଲା। ତେବେ ତାଙ୍କ ରାଜତ୍ୱ ସମୟରେ ଭାରତ ଯେ ଭାରତୀୟମାନଙ୍କର ଏ ଧାରଣା କେବଳ ମାତ୍ର କଳ୍ପନାରେ ରହିଲା। ଭାରତୀୟମାନେ ଭାରତୀୟ ବୋଲି ନିଜକୁ କେବଳ ପରିଚୟ ଦେଉଥିଲେ, କିନ୍ତୁ ଭାରତର ଉନ୍ନତି ପାଇଁ କୌଣସି ପ୍ରକାର କାର୍ଯ୍ୟ କରିପାରୁ
ନଥିଲେ। ଭାରତ ଯେ ଭାରତୀୟମାନଙ୍କର ସେଟା କେବଳ ସେମାନେ ଭାବୁଥିଲେ, କଳ୍ପନା କରୁଥିଲେ, କିନ୍ତୁ ଭାରତ ପାଇଁ କୌଣସି ପ୍ରକାର କାର୍ଯ୍ୟ କରିପାରୁନଥିଲେ। ମାତ୍ର ଦୀର୍ଘ 200 ବର୍ଷରୁ ଅଧିକ ସମୟର ବ୍ରିଟିଶ ଶାସନର ପରିସମାପ୍ତି ଘଟିଲା। ଆଉ ବ୍ରିଟିଶ ଶାସନର ସମାପ୍ତି ଘଟିଲା ପରେ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ପରିଗଣିତ ହେଲା। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଆମ ଭାରତର ସମ୍ବିଧାନଟି କାର୍ଯ୍ୟକାରୀ ହେଲା। ପିଲାମାନେ ସେଟା ତୁମେ ଆଗରୁ ଜାଣିଛ। ଆଉ ଆମର ସମ୍ବିଧାନ ଯେତେବେଳେ କାର୍ଯ୍ୟକାରୀ ହେଲା ସେତେବେଳେ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ପରିଗଣିତ କରାଗଲା। ସାର୍ବଭୌମ ଅର୍ଥ ଭାରତ ସମ୍ପୂର୍ଣ୍ଣ ସ୍ୱାଧୀନ, ଆଉ ଭାରତଟି କାହାରି ଅଧୀନରେ ନାହିଁ ବୋଲି ଘୋଷଣା କରାଗଲା। ସେହିଦିନ ଠାରୁ ଆମେ ସମସ୍ତେ ହେଲୁ କ'ଣ? ଏକ ସାର୍ବଭୌମ ରାଷ୍ଟ୍ରର ଅଧିବାସୀ ଓ ବିଶ୍ୱରେ ଆମେ ସମସ୍ତେ ଭାରତୀୟ ଭାବେ ପରିଚିତ ଏବଂ ଗର୍ବିତ ମଧ୍ୟ ହେଲୁ। ଭାରତରେ ଜାତୀୟତାବାଦର ବିକାଶର କାରଣ। ବିନା କାରଣରୁ କୌଣସି କାମ ହୁଏ ନାହିଁ। ତେବେ ଭାରତୀୟମାନଙ୍କ ମନ ଭିତରେ ଜାତୀୟତା ଭାବନା କେମିତି ଆସିଲା? କେଉଁ କାରଣରୁ ଜାତୀୟତା ଭାବନା ଜାଗ୍ରତ ହେଲା? ଭାରତରେ ଜାତୀୟତାବାଦର ବିକାଶର କୌଣସି ଗୋଟେ ନିର୍ଦ୍ଦିଷ୍ଟ କାରଣ ନାହିଁ। ମାନେ କେବଳ ଯେ ଗୋଟିଏ କାରଣ ଯୋଗୁଁ ଭାରତୀୟମାନଙ୍କ ମନରେ ଜାତୀୟତା ଭାବନା ଜାଗ୍ରତ ହେଲା ସେ କଥା ନୁହେଁ। ବିଭିନ୍ନ ପ୍ରକାର କାରଣ ରହିଛି। ବିଭିନ୍ନ କାରଣ ଯୋଗୁଁ ଭାରତୀୟମାନଙ୍କ ମନରେ ଜାତୀୟତାର ବିକାଶ ଘଟିଲା। ଇଂରେଜ ଶାସନର କୁପ୍ରଭାବ ତଥା ଅନ୍ୟ କେତେକ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ପରାଧୀନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ ସହଜ ସାଧ୍ୟ ହୋଇପାରିଲା। ତେବେ ଇଂରେଜ ମାନେ ଯେତେବେଳେ ଭାରତକୁ ଶାସନ କରୁଥିଲେ ତାଙ୍କର କୁଶାସନ ବା କୁପ୍ରଭାବ ଯୋଗୁଁ, ତା ଛଡ଼ା କେତେକ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ପରାଧୀନ ଭାରତରେ ଗୋଟିଏ ନୂତନ ଜାତୀୟତାବାଦର ବିକାଶ ଘଟିଲା। ଆଉ ଇଂରେଜମାନେ ଯଦି ଭାରତକୁ ଭଲ ଭାବରେ ଶାସନ କରିଥାନ୍ତେ ଆଉ ଭାରତର ଅବସ୍ଥା ଖରାପ ହୋଇନଥାନ୍ତା, ତାହେଲେ ହୁଏତ ଜାତୀୟତା ଭାବର ବିକାଶ ହୋଇପାରିନଥାନ୍ତା। କିନ୍ତୁ ଇଂରେଜମାନେ ଭାରତକୁ ଏମିତି କଷ୍ଟ ଦେଲେ, ଏମିତି ଅନ୍ୟାୟ ଅତ୍ୟାଚାର କଲେ ଯେ ଭାରତୀୟମାନଙ୍କ ମନ ଭିତରେ ଗୋଟିଏ ନୂତନ ଭାବନା ଆସିଲା, ଜାତୀୟତାବାଦର ଭାବନା ଆସିଲା। ଆଉ ଏହି ଭାବନାର ବିକାଶ ସହଜ ସାଧ୍ୟ ହୋଇପାରିଲା। ଯେଉଁ କାରଣ ଯୋଗୁଁ ଭାରତୀୟମାନଙ୍କ ମନରେ ଜାତୀୟତାବାଦର ବିକାଶ ସମ୍ଭବ ହେଲା ତାହା ଏଠି ତଳେ ଦିଆଯାଇଛି। ବିଭିନ୍ନ କାରଣ ରହିଛି। ବିଭିନ୍ନ ସମୟରେ ବିଭିନ୍ନ କାରଣ ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦର ବିକାଶ ଘଟିଲା। ହେଲେ ପ୍ରଥମ କାରଣଟି କ'ଣ? ପ୍ରଥମ କାରଣଟି କରେ ଦିଆଯାଇଛି ଭାରତର ଭୌଗୋଳିକ ଅଖଣ୍ଡତା। ଭାରତ ଗୋଟେ ବିଶାଳ ଦେଶ। ହିମାଳୟ ଠାରୁ କୁମାରିକା ପର୍ଯ୍ୟନ୍ତ ବ୍ୟାପ୍ତ ବିଶାଳ ଭୂଖଣ୍ଡ ଅଟେ ଭାରତବର୍ଷ। ତା ଉପରେ ପ୍ରତିଷ୍ଠିତ ହୋଇଥିଲା ଇଂରେଜ ଶାସନ। ଆଉ ଏହି ଇଂରେଜ ଶାସନର ଅତ୍ୟାଚାର ଯୋଗୁଁ ତାଙ୍କ ବିରୁଦ୍ଧରେ ସମଗ୍ର ଭାରତବାସୀଙ୍କର ସ୍ୱାଧୀନତା ସଂଗ୍ରାମ ଥିଲା। ସେମାନଙ୍କର ରାଜନୈତିକ ଚେତନାର ଅଭ୍ୟୁଦୟର ପ୍ରତୀକ। ଭାରତକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମ କରିବା ଭାରତୀୟମାନଙ୍କ ମନରେ ଚେତନା ସୃଷ୍ଟି ହେଲା ବା ତାଙ୍କ ମନରେ ଭାବନା ସୃଷ୍ଟି ହେଲା। ଯଦି ଭାରତୀୟମାନଙ୍କୁ ଇଂରେଜମାନେ ଅନ୍ୟାୟ ଅତ୍ୟାଚାର କଲେ, କୁଶାସନ କଲେ, ଯଦ୍ୱାରା କି ତାଙ୍କ ବିରୁଦ୍ଧରେ ସାରା ଭାରତବାସୀ କ'ଣ କଲେ ନା ସଂଗ୍ରାମ କଲେ। ଆଉ ସାରା ଭାରତୀୟମାନଙ୍କର ଭାବନା କ'ଣ ଥିଲା? ଭାରତକୁ ସ୍ୱାଧୀନ କରିବା। ଆଉ ଏହି ଭାରତକୁ ସ୍ୱାଧୀନ କରିବା ପାଇଁ ଯେଉଁ ଚେତନା ଜାଗ୍ରତ ହେଲା, ଏଇଟା ହେଉଛି ଜାତୀୟତା ଭାବନା, ଜାତୀୟତାବାଦର ଅଭ୍ୟୁଦୟ। ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନେ କିଏ କେଉଁ ଜାତି,
କିଏ କେଉଁ ଧର୍ମ ବା ବର୍ଣ୍ଣର ଲୋକ ବୋଲି ସେମାନଙ୍କ ମନରେ ଭେଦଭାବ ରଖିଲେ ନାହିଁ। ଏହି ଭେଦଭାବନାକୁ ଭୁଲି ଯାଇ ବ୍ରିଟିଶ ଶାସନାଧୀନ ସମସ୍ତ ଭାରତୀୟମାନେ ନିଜ ମନରେ ଗୋଟିଏ ଭାବନା ରଖିଲେ। ଅଖଣ୍ଡତା ଏବଂ ସ୍ୱାଧୀନତା ପାଇଁ ସେମାନେ ଆନ୍ଦୋଳନ କରିବେ। ଆଉ ଏଇଥିପାଇଁ ସେମାନେ ଏକଜୁଟ ହୋଇଗଲେ, ଏକତାବଦ୍ଧ ହୋଇଗଲେ। କ'ଣ ପାଇଁ? ନିଜର ମାତୃଭୂମିର ଅଖଣ୍ଡତା ପାଇଁ ଆଉ ସ୍ୱାଧୀନତା ପାଇଁ ମୁକ୍ତି ଆନ୍ଦୋଳନ କରିବା ପାଇଁ ସେମାନେ ବ୍ରତୀ ହେଲେ ବା ସେମାନେ ପ୍ରସ୍ତୁତ ହୋଇଗଲେ। ଖ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଓ ପ୍ରଶାସନିକ ଏକତା। ଇଂରେଜ ସରକାର ଯେତେବେଳେ ଶାସନ କରୁଥିଲା, ଭାରତକୁ ଶାସନ କରିବାକୁ ଆରମ୍ଭ କଲା, ସେତେବେଳେ ଭାରତୀୟଙ୍କ ଭିତରେ ଏକତା ନଥିଲା। ସେତେବେଳେ ଭାରତକୁ ବିଭିନ୍ନ ରାଜାମାନେ ଶାସନ କରୁଥିଲେ। କେଉଁ ରାଜାମାନେ? ମରହଟ୍ଟା, ଶିଖ, ଜାଠ, ମୁସଲମାନମାନେ, ଏମାନେ ସବୁ ଭାରତକୁ ଶାସନ କରୁଥିଲେ। ଆଉ ରାଜାମାନଙ୍କ ମଧ୍ୟରେ ଏକତା ନଥିଲା। ସେମାନେ ପରସ୍ପରର ବିରୋଧୀ ଥିଲେ। ତେଣୁ ଇଂରେଜମାନେ ଯେତେବେଳେ ଭାରତରେ ପ୍ରବେଶ କଲେ, ସେମାନେ ଏମାନଙ୍କର କଳହ, ଭାରତୀୟ ରାଜାମାନଙ୍କର କଳହକୁ ଦେଖି ସେମାନେ କ'ଣ କଲେ? ସୁଯୋଗ ପାଇଗଲେ। ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଭାରତକୁ ନିଜ ଶାସନାଧୀନ କରିବାର ସୁଯୋଗ ପାଇଗଲେ। ବ୍ରିଟିଶ ଶାସନ ସମୟରେ ସମଗ୍ର ଦେଶ ପାଇଁ ଇଂରେଜ ସରକାର ଏକା ପ୍ରକାରର ଶାସନ ପଦ୍ଧତି ଅନୁସରଣ କଲା। ଆଉ ଦେଶର ସବୁ ଅଞ୍ଚଳରେ ଗୋଟିଏ ପ୍ରକାରର ଆଇନ ପ୍ରଚଳିତ ହେଲା। ସମାନ ପ୍ରଶାସନିକ ବ୍ୟବସ୍ଥା ରହିଲା। ନ୍ୟାୟାଳୟ ବ୍ୟବସ୍ଥା ବି ସମାନ। ମୁଦ୍ରା ମଧ୍ୟ ଏକା ପ୍ରକାରର ମୁଦ୍ରା ପ୍ରଚଳନର ବ୍ୟବସ୍ଥା କରାଗଲା। କିନ୍ତୁ ଏହା ସବୁ ପ୍ରକାର ବ୍ୟବସ୍ଥା ସମାନ ହେବା ଦ୍ୱାରା ଭାରତର ଜନସାଧାରଣଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି ହେଲା। ଏଇ ଯେଉଁ ଏକା ପ୍ରକାରର ଯେଉଁ ଶାସନ ପଦ୍ଧତି, ଏକା ପ୍ରକାରର ଆଇନ, ଏକା ପ୍ରକାରର ନ୍ୟାୟ ବ୍ୟବସ୍ଥା, ଏକା ପ୍ରକାରର ମୁଦ୍ରା ପ୍ରଚଳନ ଭାରତୀୟମାନଙ୍କର ମନ ଭିତରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ହେଲେ ପିଲାମାନେ, ଆଜି ଆମେ ଏତିକି ପଢ଼ିବା। ଆଉ ଯାହା ପଢ଼ା ହେଲା ତାର ଯେଉଁ ପ୍ରଶ୍ନ ଦେବି, ସେଇ ପ୍ରଶ୍ନର ଉତ୍ତର ଲେଖିବ, ପଢ଼ିବ, ମନେ ରଖିବ। ମୁଁ ପରୀକ୍ଷା ମଧ୍ୟ କରିବାକୁ ଚାହୁଁଛି। ତେଣୁ ତୁମେ ସବୁ ପ୍ରଶ୍ନର ଉତ୍ତର ଲେଖି ରଖିବ। ମୁଁ ହ୍ୱାଟ୍ସଆପ୍ ମାଧ୍ୟମରେ ହିଁ ତୁମକୁ ପ୍ରଶ୍ନ ଦେବି ଆଉ ଟେଷ୍ଟ କରିବି, ପରୀକ୍ଷା କରିବି। ତେଣୁ ତୁମେ ସବୁ ଯାହା ପ୍ରଶ୍ନ ଦେଉଛି ସବୁ ପ୍ରଶ୍ନର ଉତ୍ତର ଲେଖିବ ଆଉ ପଢ଼ିବ। ହେଲେ ଆଜି ପାଇଁ ଏତିକି ପଢ଼ିବା।